ছিল খাইକି ସବୁ ସେ ଖଟା 8 ଥର 10 ଥର ଦେଖେ ଭାଜି ଖାଇଲେ। ଆଚ୍ଛା ରାମଚନ୍ଦ୍ର ଲକ୍ଷ୍ମଣ କହିଲେ କେତେ ଲୋକ ଖାଇଲେ ଆଉ କେତେ ଲୋକ ଅଛନ୍ତି ଆଇଟମ କଣ ଅଛି ସମସ୍ତଙ୍କୁ ହେଇଯିବ ତ ରାମଚନ୍ଦ୍ରଙ୍କ ଭୋଜି ମାନେ ଯିଏ ଯାହା ମାଗିବ ମନା କରିବାର ନାହିଁ ଯିଏ ଯେତେ ଥର ଖାଇବ ସର୍ଟ ପଡ଼ିବାର ନାହିଁ। ସେଠୁ ତାଙ୍କ ପୂଜାରୀକି ପଚାରିଲେ ଆଉ କଣ ଆଇଟମ ସର୍ଟ ପଡ଼ିବ କି କଣ ଅଛି ସେ କହିଲେ ଆଜ୍ଞା ସବୁ ହେଇଯିବ କିନ୍ତୁ ଖଟାଟା ଯେତିକି ଅଛି ଆହୁରି ପ୍ରାୟ 10-20 ହଜାର ଲୋକ ରହିଲେଣି ଖଟାଟା ଟିକେ କମ ହେଇଯିବ। ରାମଚନ୍ଦ୍ର କହିଲେ ଶୀଘ୍ର ଶୀଘ୍ର ଖଟା ବସା ଆଜ୍ଞା ସେ ଜିନିଷ ସବୁ ମିଳିବ କୋଉଠି ସେ ଅଙ୍ଗୁରୁ ସେ ଯୋଉ ଆସିଥିଲା ଅଶୋକ ବନରୁ ରାବଣ ଅଶୋକ ବନ ସେ ଜିନିଷ ଟିକେ ସେ ମିଳିବନି। ହନୁମାନ କହିଲେ ରୁହ ହନୁମାନ କହିଲେ କେତେ ଖଟା ଅଛି ଦେଖିବା ଦେଖିଦେଲେ ହନୁମାନ କହିଲେ ଖଟା ହେଇଯିବ। ରାମଚନ୍ଦ୍ର କହିଲେ ତୁ ଦବୁନି ନା କଣ କାହାକୁ ଯିଏ ମାଗିବ ଦବୁ ପଚାରିବୁ କାହାର ଦରକାର କହିଲେ ଆଜ୍ଞା ମୁଁ ସମସ୍ତଙ୍କୁ ପଚାରିବି ଖଟା ମୁଁ ବାଣ୍ଟିବି ହେଲା। ତାପରେ ସବୁ ଖାଇବା ବସିଛନ୍ତି ହନୁମାନ ସେଠୁ କଥାକୁ ଭିଡ଼ିଦେଲେ ସେଇ ଖଟା ବାଲ୍ଟି ଧଇଲେ ସେ ଡଙ୍କାଟାକୁ ଧଇଲେ ସମସ୍ତଙ୍କୁ ପଚାରିବେ। ହନୁମାନ ଯେତେବେଳେ ଏଇ ରକମ ଗଲେ ତୁ ଖଟା ମାଗୁଥିଲୁ ତୋର ଖଟା ଦରକାର ଆଜ୍ଞା ମୁଁ ଖଟା ଖାଇଛି ଖଟା ଦରକାର କି ତୋର ୟା ମୂର୍ତ୍ତି ଦେଖି କହିଲା ନା ମୁଁ ଖଟା କଣ ଖାଇଛି ସିଏ ଆଉ ଯୋଉ ଚିକଣ ଦିଖଣ୍ଡ ଖାଇଦେଲା କହିଲା ମୋର ହେଇଗଲା। ସେ ଏଇରକମ ସମସ୍ତଙ୍କୁ ପଚାରି ଖାଇଲେ କେହି ଆଉ ଖଟା ନେଲେ ନାହିଁ ସେ 20,000 ଲୋକ ଖାଇକି ଚାଲିଗଲେ ଖଟା ଥୁଆ ହେଇଛି। କିନ୍ତୁ ଆଜି ଆମ ଭୋଜିର ସେମିତି ହବନି ସେ ଭୟ କରିବେନି ଆଜି ଯିଏ ଯେତେ ଯାହା ଖାଇବ ମୁଁ ସେଥିପାଇଁ ଗୋଟେ କବିତା ଲେଖିକି ଆଣିଛି ସେଗୁଡ଼ା ପଢ଼ାଯିବ ସେ କବିତା ପଢ଼ିବା ସମୟ ହେଇନେଇ ପଢ଼ିବି ଆପଣ ସେମାନେ ଶୁଣିବେ ହଉ।